ପିଲାଟି ତାଙ୍କ ମାନସିକ ଭାବରେ ବାଢୁଛି। ଆମେ ଏଠି ପ୍ରଶ୍ନ କରିବା ପାଇଁ ଚାହୁଁ, ଯେତେବେଳେ ଆମର ପ୍ରତିନିଧିମାନେ ଏ ସମ୍ପର୍କରେ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, ଯେତେବେଳେ ଆମ ପ୍ରତିନିଧିମାନେ ଜିଲ୍ଲାପାଳକୁ ଏ ସମ୍ପର୍କରେ ଅବଗତ କରୁଛନ୍ତି, କଲେକ୍ଟର କହୁଛନ୍ତି ମୁଁ ଏଥିରେ କଣ କରିବି, ମୁଁ ଏ ପରିସ୍ଥିତି ଏ ପରିବେଶରେ ମୁଁ କଣ କରିପାରିବି। ଯଦି ତୁମେ ଏ ପ୍ରସଙ୍ଗରେ କିଛି କରିପାରିବ ନାହିଁ, ତାହେଲେ ତୁମେ କେବଳ ଟେଣ୍ଡର ନେଇଛ, ତୁମେ କେବଳ ଠିକା ନେଇଛ, ଘରରୁ ବାଲିରୁ ମାଟିରୁ ଚିପ୍ସରୁ ପିସିବା ପାଇଁ। ଆରେ ତମେ କଣ ନେଇଛ? ଘର ପାଇଁ ଲୁଟ୍ କରିବା ପାଇଁ ଟେଣ୍ଡର ନେଇଛ। ଏବଂ କଲେକ୍ଟର ମହୋଦୟ, ଆପଣ ଜାଣିବାର ଆବଶ୍ୟକତା ଅଛି, ଯଦି ଆମେ ତମ ଗେଟ୍ ପର୍ଯ୍ୟନ୍ତ ଆସିପାରୁଛୁ, ତମ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏ ବହୁଜନ ସମାଜକୁ ତୁମେ ବେଶୀ ସମୟ ଲାଗିବ ନାହିଁ। ଆରେ ତମେ ତ ଛୁଆ ଲୋକ, ତମ ମୁଖ୍ୟମନ୍ତ୍ରୀ ଆବାସ ଭିତରକୁ ପଶିଗଲେ ଏବଂ ଆଜି ଯୋଉ ପ୍ରତିବାଦ ସଭା ହେଉଛି, ଯୋଉ ଜନଆକ୍ରୋଶ ଦେଖାଯାଇଛି, ଏ ଜନଆକ୍ରୋଶରେ ପାଖାପାଖି 80% ଲୋକ ହେଉଛନ୍ତି, 80% ହେଉଛନ୍ତି ଯୁବ ସମାଜର ଲୋକମାନେ। ତେଣୁ ଏଇ ମୂଲ୍ୟବାସୀ ବହୁଜନ ସମାଜର ଛାତ୍ର, ଯୁବକ, ମହିଳା, ବୁଦ୍ଧିଜୀବୀ ଏମାନଙ୍କର ଧୈର୍ଯ୍ୟ ସହିତ ଆପଣ ଖେଳନ୍ତୁ ନାହିଁ। ଆମେ ଏ କଥା କଲେକ୍ଟରକୁ ମଧ୍ୟ ଚେତାବନୀ ଦେଉଛୁ ଯେ ଏ ସମାଜର ଧୈର୍ଯ୍ୟର ପରୀକ୍ଷା ଆପଣ ନିଅନ୍ତୁ ନାହିଁ। ଆଉ ଏ ସମାଜ ଯଦି ଥରେ ଧୈର୍ଯ୍ୟଚ୍ୟୁତ ହୁଏ, ଥରେ ଧୈର୍ଯ୍ୟ ହରା ହୁଏ, 1818 ମସିହାରେ କଳା ହେଇଛି, ତାକୁ ସମଗ୍ର ଭାରତବର୍ଷ ଜାଣିଛନ୍ତି, ଇତିହାସରେ ଲିପିବଦ୍ଧ ମଧ୍ୟ ହେଇଛି। ତେଣୁ ଯୋଉ ଜାତିବାଦୀ ମାନସିକତାରେ ତୁମେ ଅଛ, ଜିଲ୍ଲା ପ୍ରଶାସନଙ୍କ ସେଇ ଜାତିବାଦୀ ମାନସିକତାରେ ଉଦ୍ଧତ ଆସ, ସେଥିରୁ ମୁକୁଳ। ଏବଂ ଯୋଉ ନିରୀହ ଲୋକ ଏଠି ପୀଡ଼ିତ ହେଇଛି, ଯୋଉ ନିରୀହ ଲୋକ ଏଫଆଇଆର ଦେଇଛି, ଏତଲା ଦେଇଛି, ନ୍ୟାୟ ପାଇ ଆଜି ଏ ଦ୍ୱାରରେ ଆମେ ସମସ୍ତେ ଏକତ୍ରିତ ହେଇଛୁ। ଯଦି ଏ ପରିବାରକୁ ନ୍ୟାୟ ନ ମିଳେ, ତାହେଲେ ଏ ଆନ୍ଦୋଳନ ଏ ଭାଷଣରେ ସୀମିତ ରହିବ ନାହିଁ। ଏ ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇ ଭୁବନେଶ୍ୱର ମୋହନମାଝୀ ନିବାସ ପର୍ଯ୍ୟନ୍ତ ମଧ୍ୟ ଆନ୍ଦୋଳନ ଚାଲି ପହଞ୍ଚିବ। ଏଥିରେ ଏ କଥା ମଧ୍ୟ ଜିଲ୍ଲା କଲେକ୍ଟର ଜାଣିବାର ଆବଶ୍ୟକତା ଅଛି। ଆନ୍ଦୋଳନ ଏଇଠି ସରିବ ନାହିଁ। କଲେକ୍ଟର ମହୋଦୟ, ଯଦି ଏ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଆପଣ ଗିରଫ ନ କରନ୍ତି, ତାହେଲେ ଆପଣଙ୍କ କାର୍ଯ୍ୟାଳୟକୁ ମଧ୍ୟ ଆମେ ଅଚଳ କରିଦେବୁ। ଲେଖିକି ରଖନ୍ତୁ। ଏ କଲେକ୍ଟର ଅଫିସ ଛାଡ଼ିପଡ଼ିବା ସହିତ ଏଠୁ ପଦଯାତ୍ରା ରାଲି ଭୁବନେଶ୍ୱର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିବ। ଏବଂ ବନ୍ଧୁଗଣ, ଦୁଃଖର ସହିତ କହି ରଖେ, ଏ ସରକାର ଗୋଟେ ଦଳିତ ବିରୋଧୀ ସରକାର, ଏ ସରକାର ଆଦିବାସୀ ବିରୋଧୀ ସରକାର, ଏ ସରକାର ମହିଳା ବିରୋଧୀ ସରକାର, ଏ ସରକାର ହେଉଛି